ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରାରେ ତାଙ୍କର ଉତ୍ସବ ପ୍ରତିମା ଶ୍ରୀ ମଦନ ମୋହନଙ୍କ ସହିତ ଯେଉଁ ଦୁଇ ସହଚରୀ ରହିଥାନ୍ତି ସେ ଦୁହେଁ ହେଉଛନ୍ତି ଭୂଦେବୀ ଓ ଶ୍ରୀଦେବୀ। ଏହି ଦୁଇ ଦେବୀ ଶ୍ରୀଜଗନ୍ନାଥଙ୍କର ଦୁଇ ଶକ୍ତି ଏବଂ ରତ୍ନ ସିଂହାସନର ସପ୍ତଧା ବିଗ୍ରହଙ୍କର ଅନ୍ତର୍ଭୁକ୍ତ। ଐତିହାସିକ ସୂତ୍ର ଅନୁସାରେ ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ଏ ଦୁଇ ଦେବୀ ରତ୍ନ ସିଂହାସନରେ ସ୍ଥାନ ପାଇଥିଲେ। ତା ପୂର୍ବରୁ ଉତ୍ସବ ପ୍ରତିମା ଭାବରେ ତାଙ୍କର ସ୍ଥାନ ଥିଲା ଶ୍ରୀମନ୍ଦିରର ଦକ୍ଷିଣୀ ଘର। ଭୂଦେବୀ ରୌପ୍ୟ ପ୍ରତିମା, କାଠର ଛାଞ୍ଚ ଉପରେ ରୂପାର ଛାଉଣି ଦିଆଯାଇ ଏହି ପ୍ରତିମା ନିର୍ମିତା। ଏ ପ୍ରତିମା ଦ୍ୱିଭୁଜା ଓ ପଦ୍ମାସନରେ ଆସିନା। ତାଙ୍କର ବାମ ହସ୍ତରେ ରହିଛି ପଦ୍ମ ଏବଂ ଦକ୍ଷିଣ ହସ୍ତ ରହିଛି ବଦ୍ଧ ମୁଷ୍ଟି ମୁଦ୍ରାରେ। ଏହି ବଦ୍ଧ ମୁଷ୍ଟି ହେଉଛି ଜ୍ଞାନ ମୁଦ୍ରା ବା ବିଦ୍ୟା ମୁଦ୍ରା। ନୀଳାଦ୍ରି ମହୋଦୟ ଅନୁସାରେ ସେ ଶ୍ୱେତ ବର୍ଣ୍ଣା ଏବଂ ବିଶ୍ୱଧାତ୍ରୀ ଧରାଦେବୀ ବା ପୃଥ୍ୱୀ। ସେହି ବର୍ଣ୍ଣନା ହେଉଛି ଧାରୟନ୍ତୀ ଧରାଦେବୀ ପ୍ରକାଶା ଧବଳାକୃତି। ସେ ଧରାକୁ ଧାରଣ କରନ୍ତି ଏବଂ ବିଷ୍ଣୁଙ୍କର ଶକ୍ତି ଭାବେ ବିଶ୍ୱକୁ ପାଳନ କରନ୍ତି। ଶାରଦ ତିଳକରେ ମଧ୍ୟ ଏହି ଭାବରେ ତାଙ୍କର ବର୍ଣ୍ଣନା ଅଛି। କିନ୍ତୁ ବାମଦେବ ସଂହିତାରେ ତାଙ୍କୁ ପୃଥ୍ୱୀ କୁହାଯିବା ସହିତ କୁହାଯାଇଛି ସରସ୍ୱତୀ। ସେଥିପାଇଁ ରତ୍ନ ସିଂହାସନରେ ଶ୍ରୀ ଜଗନ୍ନାଥଙ୍କର ବାମ ଓ ଦକ୍ଷିଣ ପାର୍ଶ୍ୱରେ ବିରାଜିତା ଏହି ଦୁଇ ଦେବୀ ଲୋକମୁଖରେ ଲକ୍ଷ୍ମୀ ଓ ସରସ୍ୱତୀ ଭାବରେ ସୁବିଦିତା। ଶ୍ରୀ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ପାଇଁ ଭୂଦେବୀ ଶ୍ରୀ ଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ପାଇଥାନ୍ତି। ଅକ୍ଷୟ ତୃତୀୟା ଦିନ ଏହି ଆଜ୍ଞାମାଳ ପାଇ ସେ ଶ୍ରୀ ମଦନ ମୋହନ ଓ ଶ୍ରୀଦେବୀଙ୍କ ସହ ବିମାନରେ ଜଳ କ୍ରୀଡ଼ା ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ଯାତ୍ରା କରିଥାନ୍ତି। ସେହି ଦିନଠାରୁ ନିର୍ଦ୍ଦିଷ୍ଟ ବିଧିରେ 21 ଦିନ ବାହାର ଚନ୍ଦନ ଓ 21 ଦିନ ଭିତର ଚନ୍ଦନ ନୀତି ଅନୁଷ୍ଠିତ ହୋଇଥାଏ। ଏହି ଚନ୍ଦନ ଯାତ୍ରାରେ ଜଳ କ୍ରୀଡ଼ା ଦର୍ଶନ କଲେ ଇହଲୋକରେ ବିପୁଳ ଧନ ଓ ସୁଖ ଲାଭ ସହିତ ପରଲୋକରେ ବୈକୁଣ୍ଠ ପ୍ରାପ୍ତି ହୁଏ ବୋଲି ବିଭିନ୍ନ ଶାସ୍ତ୍ର ଗ୍ରନ୍ଥରେ ବର୍ଣ୍ଣିତ ଅଛି।